ଅଧିକ ହସିଲେ କେଉଁ ରୋଗ କଣ୍ଟ୍ରୋଲ ହୋଇଥାଏ? ଅପସନ୍ ଏ ହାର୍ଟ ରୋଗ, ଅପସନ୍ ବି କିଡନୀ ରୋଗ, ଅପସନ୍ ସି ହଇଜା ରୋଗ, ଅପସନ୍ ଡି ବ୍ଲଡ୍ ପ୍ରେସର। ଉତ୍ତର ଅପସନ୍ ଡି ବ୍ଲଡ୍ ପ୍ରେସର। ଅଧିକ ହସିଲେ ବ୍ଲଡ୍ ପ୍ରେସର ରୋଗ କଣ୍ଟ୍ରୋଲ ହୋଇଥାଏ। ନାକରୁ ରକ୍ତ ବାହାରିଲେ କେଉଁ ଗଛର ରସ ପକାଇଲେ ରକ୍ତ ବନ୍ଦ ହୋଇଯାଏ? ଅପସନ୍ ଏ ତୁଳସୀ ପତ୍ର, ଅପସନ୍ ବି ବେଲପତ୍ର, ଅପସନ୍ ସି ଦୁବ ଘାସ, ଅପସନ୍ ଡି ନିମପତ୍ର। ଉତ୍ତର ଅପସନ୍ ସି ଦୁବ ଘାସ। ନାକରୁ ରକ୍ତ ବାହାରୁଥିବା ସମୟରେ ଦୁବ ଘାସ ରସ ପକାଇଲେ ରକ୍ତ ବନ୍ଦ ହୋଇଯାଏ। ଲେମ୍ବୁରେ କେଉଁ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ? ଅପସନ୍ ଏ ଭିଟାମିନ୍ ଏ, ଅପସନ୍ ବି ଭିଟାମିନ୍ ବି, ଅପସନ୍ ସି ଭିଟାମିନ୍ ସି, ଅପସନ୍ ଡି ଭିଟାମିନ୍ ଡି। ଉତ୍ତର ଅପସନ୍ ସି ଭିଟାମିନ୍ ସି। ଭିଟାମିନ୍ ସି ଲେମ୍ବୁରେ ଅଧିକ ପରିମାଣରେ ଥାଏ। ଡାଲଚିନି କେଉଁ ମାରାତ୍ମକ ରୋଗକୁ କମ୍ କରିବାରେ ସାହାଯ୍ୟ କରିଥାଏ? ଅପସନ୍ ଏ ରକ୍ତଚାପ, ଅପସନ୍ ବି ଜଣ୍ଡିସ୍, ଅପସନ୍ ସି ଅର୍ଶ, ଅପସନ୍ ଡି ପୋଲିଓ। ଉତ୍ତର ଅପସନ୍ ଏ ରକ୍ତଚାପ। ଡାଲଚିନି ରକ୍ତଚାପ ମାରାତ୍ମକ ରୋଗକୁ କମ୍ କରିବାରେ ସାହାଯ୍ୟ କରିଥାଏ। କେଉଁ ସମୟରେ ପଇଡ଼ ପାଣି ପିଇଲେ ପେଟ ଥଣ୍ଡା ହୋଇଥାଏ? ଅପସନ୍ ଏ ସନ୍ଧ୍ୟାରେ, ଅପସନ୍ ବି ମଧ୍ୟାହ୍ନରେ, ଅପସନ୍ ସି ରାତିରେ, ଅପସନ୍ ଡି ସକାଳେ। ଉତ୍ତର ଅପସନ୍ ଡି ସକାଳେ। ସକାଳ ସମୟରେ ପଇଡ଼ ପାଣି ପିଇଲେ ପେଟ ଥଣ୍ଡା ରହିଥାଏ। ଭାରତର କେଉଁ ରାଜ୍ୟରେ ଚାଉଳ ଉତ୍ପାଦନରେ ପ୍ରଥମ? ଅପସନ୍ ଏ ବିହାର, ଅପସନ୍ ବି ପଶ୍ଚିମବଙ୍ଗ, ଅପସନ୍ ସି ଓଡ଼ିଶା, ଅପସନ୍ ଡି ମହାରାଷ୍ଟ୍ର। ଉତ୍ତର ଅପସନ୍ ବି ପଶ୍ଚିମବଙ୍ଗ। ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଚାଉଳ ଉତ୍ପାଦନରେ ପ୍ରଥମ। ଦାନ୍ତ ମୂଳରେ କ'ଣ ଲଗାଇଲେ ଦାନ୍ତ ବିନ୍ଧା ଭଲ ହୋଇଥାଏ? ଅପସନ୍ ଏ ଲବଙ୍ଗ, ଅପସନ୍ ବି ସୋରିଷ ତେଲ, ଅପସନ୍ ସି ରସୁଣ, ଅପସନ୍ ଡି ପିଆଜ। ଉତ୍ତର ଅପସନ୍ ଏ ଲବଙ୍ଗ। ଦାନ୍ତ ମୂଳରେ ଲବଙ୍ଗ ଲଗାଇଲେ ଦାନ୍ତ ବିନ୍ଧା ଭଲ ହୋଇଥାଏ। ଭାରତର କେଉଁ ରାଜ୍ୟରେ ତିରୁପତି ମନ୍ଦିର ଅବସ୍ଥିତ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ତାମିଲନାଡୁ, ଅପସନ୍ ସି ମହାରାଷ୍ଟ୍ର, ଅପସନ୍ ଡି ଆନ୍ଧ୍ରପ୍ରଦେଶ। ଉତ୍ତର ଅପସନ୍ ଡି ଆନ୍ଧ୍ରପ୍ରଦେଶ। ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟରେ ତିରୁପତି ମନ୍ଦିର ଅବସ୍ଥିତ। ନିୟମିତ କେଉଁ ପରିବା ଖାଇଲେ ମୁହଁର କଳା ଦାଗ ଲିଭିଯାଏ? ଉତ୍ତର କନ୍ଧମୂଳ। ନିୟମିତ କନ୍ଧମୂଳ ପରିବା ଖାଇଲେ ମୁହଁର କଳା ଦାଗ ଲିଭିଯାଏ। କୋଳଥ ଡାଲି ଖାଇଲେ କେଉଁ ମାରାତ୍ମକ ରୋଗକୁ ମୂଳରୁ ଶେଷ କରିଦିଏ? ଅପସନ୍ ଏ ଥଣ୍ଡା କାଶ, ଅପସନ୍ ବି ମଧୁମେହ, ଅପସନ୍ ସି କିଡନୀ ଷ୍ଟୋନ୍, ଅପସନ୍ ଡି ଗଳା ଯନ୍ତ୍ରଣା। ଉତ୍ତର ଅପସନ୍ ସି କିଡନୀ ଷ୍ଟୋନ୍। କୋଳଥ ଡାଲି ଖାଇଲେ କିଡନୀ ଷ୍ଟୋନ୍ ମାରାତ୍ମକ ରୋଗକୁ ମୂଳରୁ ଶେଷ କରିଦିଏ। ଭାରତର କେଉଁ ରାଜ୍ୟ ଚାଉଳ ଉତ୍ପାଦନରେ ପ୍ରଥମ? ଅପସନ୍ ଏ ବିହାର, ଅପସନ୍ ବି ପଶ୍ଚିମବଙ୍ଗ, ଅପସନ୍ ସି ଓଡ଼ିଶା, ଅପସନ୍ ଡି ମହାରାଷ୍ଟ୍ର। ଉତ୍ତର ଅପସନ୍ ବି ପଶ୍ଚିମବଙ୍ଗ। ଭାରତର ପଶ୍ଚିମବଙ୍ଗ ରାଜ୍ୟ ଚାଉଳ ଉତ୍ପାଦନରେ ପ୍ରଥମ। କ'ଣ ଖାଇଲେ ମଣିଷ ଅଳ୍ପ ଦିନରେ ଡେଙ୍ଗା ହୋଇଥାଏ? ଅପସନ୍ ଏ ଅଣ୍ଡା, ଅପସନ୍ ବି ଶାଗ, ଅପସନ୍ ସି କ୍ଷୀର, ଅପସନ୍ ଡି ମାଛ। ଉତ୍ତର ଅପସନ୍ ଡି ମାଛ। ମାଛ ଖାଇଲେ ମଣିଷ ଅଳ୍ପ ଦିନରେ ଡେଙ୍ଗା ହୋଇଥାଏ।
କେଉଁ ଫଳରୁ ଦୈନିକ ଆବଶ୍ୟକ ଭିଟାମିନ୍ ସିର ପୂର୍ଣ୍ଣ ପରିମାଣ ମିଳିଥାଏ? ଅପସନ୍ ଏ ଆମ୍ବ, ଅପସନ୍ ବି କଦଳୀ, ଅପସନ୍ ସି ସେଓ, ଅପସନ୍ ଡି ଅମୃତଭଣ୍ଡା। ଉତ୍ତର ଅପସନ୍ ଡି ଅମୃତଭଣ୍ଡା। ଅମୃତଭଣ୍ଡା ଫଳରୁ ଦୈନିକ ଆବଶ୍ୟକ ଭିଟାମିନ୍ ସିର ପୂର୍ଣ୍ଣ ପରିମାଣ ମିଳିଥାଏ। ଏପଟୁ ପଢ଼ିଲେ ରଙ୍ଗ, ସେପଟୁ ପଢ଼ିଲେ ଝିଅ, ତାହା କ'ଣ? ଉତ୍ତର ନାଲି। ନାଲି ରଙ୍ଗକୁ ଡାହାଣ ପଟୁ ପଢ଼ିଲେ ଲୀନା। ଲୀନା ଗୋଟେ ଝିଅର ନାଁ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ଗୋଟିଏ ମଧ୍ୟ ସାପ ନାହାନ୍ତି? ଉତ୍ତର ଆୟାରଲ୍ୟାଣ୍ଡ। ଆୟାରଲ୍ୟାଣ୍ଡ ଦେଶରେ ଗୋଟିଏ ମଧ୍ୟ ସାପ ନାହାନ୍ତି। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ? ଉତ୍ତର ହରେକୃଷ୍ଣ ମହତାବ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ହରେକୃଷ୍ଣ ମହତାବ। କେଉଁ ଫଳ ଖାଇଲେ ଦାନ୍ତ ସଫା ରହେ? ଅପସନ୍ ଏ ସେଓ, ଅପସନ୍ ବି ପିଜୁଳି, ଅପସନ୍ ସି ଅମୃତଭଣ୍ଡା, ଅପସନ୍ ଡି ଡାଳିମ୍ବ। ଉତ୍ତର ଅପସନ୍ ସି ଅମୃତଭଣ୍ଡା। ଅମୃତଭଣ୍ଡା ଖାଇଲେ ଦାନ୍ତ ସଫା ରହିଥାଏ। ସମୁଦାୟ ଭାରତରେ କେତୋଟି ଜିଲ୍ଲା? ଅପସନ୍ ଏ 720, ଅପସନ୍ ବି 724, ଅପସନ୍ ସି 800, ଅପସନ୍ ଡି 822। ଉତ୍ତର ଅପସନ୍ ବି 724। ସମୁଦାୟ ଭାରତରେ 724ଟି ଜିଲ୍ଲା ଅଛି। କରୋନା ଭାଇରସ୍ ଶରୀରର କେଉଁ ଅଙ୍ଗକୁ ପ୍ରଭାବ ପକାଇଥାଏ? ଅପସନ୍ ଏ ମସ୍ତିଷ୍କ, ଅପସନ୍ ବି ଫୁସଫୁସ୍, ଅପସନ୍ ସି ରକ୍ତ, ଅପସନ୍ ଡି ହୃତ୍ପିଣ୍ଡ। ଉତ୍ତର ଅପସନ୍ ବି ଫୁସଫୁସ୍। କରୋନା ଭାଇରସ୍ ଶରୀରର ଫୁସଫୁସ୍ ଅଙ୍ଗକୁ ପ୍ରଭାବ ପକାଇଥାଏ। କେଉଁ ନଦୀରେ ହୀରାକୁଦ ଡ୍ୟାମ୍ ନିର୍ମିତ ହୋଇଛି? ଉତ୍ତର ମହାନଦୀ। ମହାନଦୀରେ ହୀରାକୁଦ ଡ୍ୟାମ୍ ନିର୍ମିତ ହୋଇଛି। ମିଠାଇ ନୁହେଁ କିନ୍ତୁ ମିଠା ଲାଗେ, ହତିଆର ନୁହେଁ କିନ୍ତୁ ସିଧା ଅଟେ, ମୋତେ ଖାଇ ପାରନ୍ତି ନାହିଁ କିନ୍ତୁ ଖାଆନ୍ତି, ଅଧା ଖାଇ ପୁଣି ଫୋପାଡ଼ି ଦିଅନ୍ତି। ଉତ୍ତର ଆଖୁ। ମଣିଷ କେଉଁ ଜୀବର ଖାଦ୍ୟକୁ ଚୋରାଇ ଖାଇଥାଏ? ଉତ୍ତର ମହୁମାଛି। ମଣିଷ ମହୁମାଛି ଜୀବର ଖାଦ୍ୟକୁ ଚୋରାଇ ଖାଇଥାଏ। କେଉଁ ପଶୁର କ୍ଷୀରରୁ ପ୍ରସ୍ତୁତି ପନିର ସବୁଠାରୁ ମହଙ୍ଗା ବିକ୍ରି ହୋଇଥାଏ? ଉତ୍ତର ଗଧ। ଗଧ ପଶୁର କ୍ଷୀରରୁ ପ୍ରସ୍ତୁତି ପନିର ସବୁଠାରୁ ମହଙ୍ଗା ବିକ୍ରି ହୁଏ। କେଉଁ ଶାଗ ଖାଇବା ଦ୍ୱାରା ଚୁଟି ଝଡ଼ି ନଥାଏ? ଉତ୍ତର ପାଳଙ୍ଗ ଶାଗ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଚୁଟି ଝଡ଼ି ନଥାଏ। ପବନ ତାହାର ଆହାର କିନ୍ତୁ ଖାଏ ଗୋଇଠା ପାହାର। ଉତ୍ତର ଫୁଟବଲ। ଫୁଟବଲର ଆହାର ହେଉଛି ପବନ କିନ୍ତୁ ଖାଏ ଗୋଇଠା ପାହାର। ଭାରତର କେଉଁ ରାଜ୍ୟରେ ସର୍ବାଧିକ ନଡ଼ିଆ ଉତ୍ପାଦନ ହୁଏ? ଉତ୍ତର କେରଳ। ଭାରତର କେରଳ ରାଜ୍ୟରେ ସର୍ବାଧିକ ନଡ଼ିଆ ଉତ୍ପାଦନ ହୋଇଥାଏ। କେଉଁ ଗଛର ପତ୍ର ଚୋବାଇବା ଦ୍ୱାରା ଦାନ୍ତ ହୀରା ଭଳି ଚମକିଥାଏ? ଉତ୍ତର ରାଶିପତ୍ର। ରାଶିପତ୍ର ଚୋବାଇବା ଦ୍ୱାରା ଦାନ୍ତ ହୀରା ଭଳି ଚମକିଥାଏ। କେଉଁ ପତ୍ର ଖାଇବା ଦ୍ୱାରା ଥଣ୍ଡା ସର୍ଦ୍ଦି ଶୀଘ୍ର ଭଲ ହୁଏ? ଉତ୍ତର ତୁଳସୀ ପତ୍ର। ତୁଳସୀ ପତ୍ର ଖାଇବା ଦ୍ୱାରା ଥଣ୍ଡା ସର୍ଦ୍ଦି ଶୀଘ୍ର ଭଲ ହୁଏ। କେଉଁ କାଠ ସୁନାଠାରୁ ଅଧିକ ଦାମୀ ହୋଇଥାଏ? ଉତ୍ତର ଚନ୍ଦନ। ଚନ୍ଦନ କାଠ ସୁନାଠାରୁ ଅଧିକ ଦାମୀ ହୋଇଥାଏ। ବରକୋଳି ଖାଇବା ଦ୍ୱାରା କେଉଁ ରୋଗ ଦୂର ହୋଇଥାଏ? ଅପସନ୍ ଏ ମଳକଣ୍ଟକ,
ଅପସନ୍ ବି କୋଷ୍ଠକାଠିନ୍ୟ, ଅପସନ୍ ସି ଥାଇରଏଡ୍, ଅପସନ୍ ଡି ଡାଇବେଟିସ୍। ଉତ୍ତର ଅପସନ୍ ବି କୋଷ୍ଠକାଠିନ୍ୟ। ବରକୋଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ। କେଉଁ ଭିଟାମିନ୍ର ଅଭାବରୁ ଆମକୁ ଅଧିକ ଶୀତ ଲାଗିଥାଏ? ଉତ୍ତର ଭିଟାମିନ୍ B12, ଭିଟାମିନ୍ 9, ଲୌହ ସାର। ପିଜୁଳି ପତ୍ରର ରସ ପିଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ଟିବି, ଅପସନ୍ ବି ଜଣ୍ଡିସ୍, ଅପସନ୍ ସି ହୃଦରୋଗ, ଅପସନ୍ ଡି ପେଟ ଯନ୍ତ୍ରଣା। ଉତ୍ତର ଅପସନ୍ ଡି ପେଟ ଯନ୍ତ୍ରଣା। ପିଜୁଳି ପତ୍ରର ରସ ପିଇଲେ ପେଟ ଯନ୍ତ୍ରଣା ସମସ୍ୟା ଦୂର ହୋଇଥାଏ। ଖଜୁରୀ ଗୁଡ଼ ଖାଇଲେ କେଉଁ ସମସ୍ୟାରୁ ମୁକ୍ତି ମିଳେ? ଅପସନ୍ ଏ ଥଣ୍ଡା, ଅପସନ୍ ବି କାଶ, ଅପସନ୍ ସି ତଣ୍ଟି ଦରଜ, ଅପସନ୍ ଡି ସମସ୍ତ। ଉତ୍ତର ଖଜୁରୀ ଗୁଡ଼ ଖାଇଲେ ଥଣ୍ଡା, କାଶ ଓ ତଣ୍ଟି ଦରଜ ସମସ୍ୟାରୁ ମୁକ୍ତି ମିଳିଥାଏ।